ନମ୍ବର 1 ଆଜିର ସୁନା ଦର। ଆଜି ପୁଣି କମିଲା ସୁନା ଓ ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,45,970 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ଦର 1,33,000 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,45,970 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,33,800 ଟଙ୍କାକୁ ପହଞ୍ଚିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,45,000 ଟଙ୍କା ହୋଇଛି। ନମ୍ବର 2 ଆନ୍ଦୋଳନରୁ ଓହରିଲା ପାଚିକା ସଂଘ। 3ଟି ମୁଖ୍ୟ ଦାବି ମାନିନେଲେ ସରକାର। ଧାରଣା ଆନ୍ଦୋଳନରୁ ଓହରିଲା ପାଚିକା ସଂଘ। ପାଚିକାମାନଙ୍କ ଦୀର୍ଘଦିନର ଦାବି ଉପରେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର। 7 ଦଫା ଦାବି ମଧ୍ୟରୁ 3ଟି ମୁଖ୍ୟ ଦାବି ଯଥା ବକେୟା ଟଙ୍କା ପ୍ରଦାନ, ପରିଚୟପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ଦେବାକୁ ମାନିନେବା ପାଇଁ ସରକାର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ନମ୍ବର 3 ମାର୍ଚ୍ଚ 25ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। 3 ଦିନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି 25 ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ 12ଟା 9ରୁ ଦିନ 1ଟା 45 ମଧ୍ୟରେ ହେବ ରତ୍ନଭଣ୍ଡାର ଅଲଙ୍କାର ଗଣତି। ଏ ପ୍ରକ୍ରିୟା ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ହେବ। 1978 ମସିହା ଗଣତି ପୂର୍ଣ୍ଣାଙ୍କ ତାଲିକା ସହ ଏହାର ମେଲ୍ କରାଯିବ। ନମ୍ବର 4 ଖୁବ୍ ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ବଢ଼ୁଛି ତାତି। ଏପ୍ରିଲ 9 ପଶୁଣୁ ଖରାକ ହୋଇ ଫୁଟିଲାଣି। ଖୁବ୍ ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ। ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ। ଏନେଇ ବୈଠକ ବସିବ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ। ନମ୍ବର 5 ଆଇପିଏଲ୍ ପରେ ଆୟର୍ଲାଣ୍ଡ ସହିତ ଟି20 ସିରିଜ୍ ଖେଳିବ ଭାରତ। ବିସିସିଆଇ ଘୋଷଣା କଲା ଖେଳସୂଚୀ। ଟିମ୍ ଇଣ୍ଡିଆ ଆଇପିଏଲ୍ ସିଜିନ୍ ସରିବା ପରେ ଆୟର୍ଲାଣ୍ଡ ବିପକ୍ଷରେ ଟି20 ସିରିଜ୍ ଖେଳିବ। ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ। ଟି20 ବିଶ୍ୱକପ୍ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ 26 ଏବଂ 28 ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଟି20 ମ୍ୟାଚ୍ ଖେଳିବ। ବିସିସିଆଇ ତାରିଖ ସହିତ ସମୟ ଏବଂ ଭେନ୍ୟୁ ମଧ୍ୟ ଘୋଷଣା କରିଛି। ନମ୍ବର 6 ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ପୂରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ସଚିବ ସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ନିକଟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଗ୍ନି ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରି ସମସ୍ତ ସରକାରୀ ବିଭାଗୀୟ କୋଠା ବିଦ୍ୟୁତ୍ ୱେୟାରିଂ ତନଖି କରାଯିବ। ବୈଦ୍ୟୁତିକ ଉପକରଣ ନିୟମିତ ଯାଞ୍ଚ କରିବା, ଆବଶ୍ୟକ ଉନ୍ନତି କାର୍ଯ୍ୟ ସହ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ନମ୍ବର 7 ମାର୍ଚ୍ଚ ଶେଷ ସପ୍ତାହରେ ପ୍ରବଳ କାଳବୈଶାଖୀ। ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଦେଖାଦେଉଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ କମିପାରେ। 3 ଦିନ ପରେ ପରବର୍ତ୍ତୀ 4 ଦିନରେ ପାରଦ ବଢ଼ିବା ସମ୍ଭାବନା ଅଛି। ସେତେବେଳକୁ ପ୍ରାୟ 2ରୁ 3 ଡିଗ୍ରୀ ବଢ଼ିପାରେ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଖିଛି। 2 ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ତୁଳନାରେ ମାର୍ଚ୍ଚ 27ରୁ ଏପ୍ରିଲ 2 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ଅଧିକ ରହିଛି। ନମ୍ବର 8 ଆସନ୍ତା 3 ବର୍ଷରେ 45,000 ଶିକ୍ଷକ ନିଯୁକ୍ତ। ଜିଲ୍ଲା ଯାଞ୍ଚ କମିଟିର ରିପୋର୍ଟ ପରେ ରିଓପନ୍ ହେବ 46 ସ୍କୁଲ। ରାଜ୍ୟରେ ଆଉ ଶିକ୍ଷକ ଅଭାବ ରହିବ ନାହିଁ। ଆସନ୍ତା 3 ବର୍ଷରେ 45,000 ଶିକ୍ଷକ ନିଯୁକ୍ତି ଦିଆଯିବ। ଏହା ସହିତ ଚଳିତ ବର୍ଷ 20,000 ଶିକ୍ଷକ ପଦବୀ ପୂରଣ ପାଇଁ ଯୋଜନା ରହିଛି। ତେବେ ପୂର୍ବ ସରକାର ବେଳେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ମଧ୍ୟରୁ ପୁଣି ରିହାତି ଆବଶ୍ୟକ ଥିବା ଅଞ୍ଚଳରେ ସ୍କୁଲ ପୁଣି ଖୋଲିବ। ନମ୍ବର 9 ପଖାଳକୁ ବିଶ୍ୱ ମାନ୍ୟତା। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା। ଏହି ବିରଳ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମାଜିକ ଗଣମାଧ୍ୟମ ଏକ୍ସ ଟ୍ୱିଟରରେ ପୋଷ୍ଟ କରି ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମର ଖାଦ୍ୟ ପରମ୍ପରା ଲୋକଙ୍କୁ ଲୋକାଲରୁ ଗ୍ଲୋବାଲ ହୋଇଛି। ଏହି ବିଶ୍ୱସ୍ତରରେ ଓଡ଼ିଶାକୁ ପଖାଳ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ନମ୍ବର 10 ଏଲ୍ପିଜି ଉପଭୋକ୍ତାଙ୍କ ସିଲିଣ୍ଡର ବୁକିଂ ପାଇଁ ଲାଗୁ ହେବା କଡ଼ା ନିୟମ।
ନୂଆ ନିୟମ ଅନୁସାରେ ଏବେ ଆଗ ଭଳି ଆଉ 24 ଘଣ୍ଟା ବୁକିଂ କରିହେବ ନାହିଁ। ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ବୁକିଂ ସମୟ ପାଳନ କରିବାକୁ ପଡ଼ିବ। ଏବେ ବୁକିଂ କେବଳ ସକାଳ 5ଟାରୁ 7ଟା ମଧ୍ୟରେ ହୋଇପାରିବ। ଏହାପରେ ରାତ୍ରି 8ଟାରୁ 12ଟା ମଧ୍ୟରେ କଲ୍ ଅଥବା ମେସେଜ ଜରିଆରେ ବୁକିଂ କରିହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସକାଳ 7ଟା ପରେ ରାତ୍ରି 8ଟା ପୂର୍ବରୁ ଆଉ ବୁକିଂ ହୋଇପାରିବ ନାହିଁ। ଯଦି ଆପଣଙ୍କର ଗ୍ୟାସ୍ ସିଲିଣ୍ଡର ଶେଷ ହୋଇଯାଇଛି ତେବେ ଏଥିପାଇଁ ଆପଣଙ୍କୁ ପୂର୍ବରୁ ଯୋଜନା କରିବାକୁ ପଡ଼ିବ। ଏହାଛଡ଼ା ଆପଣ ଯଦି ସହରାଞ୍ଚଳରେ ରହୁଛନ୍ତି ଗୋଟିଏ ବୁକିଂର 25 ଦିନ ପରେ ଦ୍ୱିତୀୟ ବୁକିଂ ହୋଇପାରିବ। ଗ୍ରାମାଞ୍ଚଳ ପାଇଁ ଏହି ସୀମା 45 ଦିନ ରହିଛି। ମଝିରେ କେହି ଗ୍ୟାସ୍ ନେଇପାରିବେ ନାହିଁ। 25 ଅଥବା 45 ଦିନ ପୂର୍ବରୁ ନୂଆ ବୁକିଂକୁ ସିଷ୍ଟମ ସ୍ୱୀକାର କରିବ ନାହିଁ। ଏପରି ନିୟମ କରିବାର ଉଦ୍ଦେଶ୍ୟ ଗ୍ୟାସ୍ ଉପଲବ୍ଧତାକୁ ସନ୍ତୁଳିତ ରଖିବା, ଅନାବଶ୍ୟକ ବୁକିଂକୁ ଅଟକାଇବା। ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ଉପଭୋକ୍ତାଙ୍କୁ ସେମାନଙ୍କ ଆବଶ୍ୟକତା ସମୟକୁ ପରିଚାଳନା କରିବାକୁ ପଡ଼ିବ। ଗ୍ୟାସ୍ ଯୋଗାଣରେ କୌଣସି ପ୍ରକାର ଅସୁବିଧାର ଯେପରି ନ ହୁଏ ସେଥିପାଇଁ ସଠିକ୍ ସମୟରେ ବୁକିଂ ଏବଂ ବ୍ୟବଧାନ ପାଳନ କରିବା ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ନମ୍ବର 11 ଆଜିଠାରୁ ଆରମ୍ଭ ହେବ 10 ଦିନିଆ ସ୍ପେଶାଲ ଡ୍ରାଇଭ୍। ଆଜିଠୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜିଠାରୁ ଆରମ୍ଭ ହେବ 10 ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ। ଓଭର ସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ହେଲମେଟ୍ ନ ପିନ୍ଧିବା, ଓଭରଲୋଡିଂ, ଡ୍ରାଇଭିଂ ଲାଇସେନ୍ସ, ଆର୍ସି, ପିୟୁସି କାଗଜପତ୍ର ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନମ୍ବର 12 ଡିଜିଟାଲ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡିକୁ ଅବରୋଧ କରିବାକୁ ନିର୍ଦ୍ଦେଶ। କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡିଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି ସରକାର ସମସ୍ତ ଡିଭାଇସ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଠକେଇରେ ଅପରାଧୀମାନେ ପୀଡ଼ିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ ଏବଂ ଭିଡ଼ିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି। ନମ୍ବର 13 ରାସନ କାର୍ଡ ହିତାଧିକାରୀଙ୍କୁ ଏପ୍ରିଲରେ ମିଳିବ 3 ମାସର ରାସନ। ଦେଶର ଲକ୍ଷ ଲକ୍ଷ ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏହି ବର୍ଷ ଏକା ସାଙ୍ଗରେ 3 ମାସର ରାସନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାସନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଏହା ସମାଜ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତା ଦୂର କରିବ ଏବଂ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବ। ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ରାସନ କାର୍ଡଧାରୀମାନେ ଏବେ ଏପ୍ରିଲ, ମେ ଏବଂ ଜୁନ 2024ର ଏକାଥରକେ ରାସନ ପାଇବେ। ଏହା ଅର୍ଥ ହେଉଛି ପ୍ରତି ମାସରେ ରାସନ ଦୋକାନୀଙ୍କୁ ଯିବାର ଆବଶ୍ୟକତା ରହିବ ନାହିଁ। ରାସନ ସଂଗ୍ରହ କରିବା ପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କର ନିକଟତର ଫେୟାର ପ୍ରାଇସ୍ ଦୋକାନ ଏଫଏସପିକୁ ଯିବାକୁ ପଡ଼ିବ। ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଅନୁସାରେ ରାସନ ବଣ୍ଟନ କରାଯିବ। ନମ୍ବର 14 ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କଲେ ଆମେରିକା, ଇସ୍ରାଏଲ। ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି। ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ୍ କରିଛନ୍ତି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ୍ ଲିକ୍ ହୋଇନାହିଁ। ଏହି ଅଞ୍ଚଳ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି। ନମ୍ବର 15 ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି। 23 ତାରିଖରେ ମିଳିବ ଅଧିକ 20% ଗ୍ୟାସ୍। କେନ୍ଦ୍ର ସରକାର ଏଲପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସକାଳ କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ୟୁଟିକୁ ବାଣିଜ୍ୟିକ ଏଲପିଜିର ଆଉ 20% ଆବଣ୍ଟନକୁ ଅନୁମତି ଦିଆଯାଇଛି, ଯାହା ମୋଟ ଆବଣ୍ଟନକୁ 50%କୁ ନିଆଯିବ। ଏହି ବର୍ଦ୍ଧିତ 20% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ। ନମ୍ବର 16 ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ। ତେହେରାନ କହିଲା ଆମ ପାଖରେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହୁଁ ହୁଁ ହୋଇ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି ରହିଥିବା ଇରାନୀୟ ତେଲ ବିକ୍ରି ଉପରୁ ସାମୟିକ ଭାବେ କଟକଣା ହଟାଇଛି। ମାସିକ ପାଇଁ କଟକଣା ହଟାଯାଇଥିବା ବେଳେ ବିଶ୍ୱ ବଜାରରେ 140 ନିୟୁତ ବ୍ୟାରେଲ ଇରାନୀୟ ତେଳ ଉପଲବ୍ଧ ହେବ ବୋଲି ଆମେରିକା ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି। ନମ୍ବର 17 ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଆଜି ହେଉଛି ଇଦ୍ ଉଲ୍ ଫିତର। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପବିତ୍ର ଇଦ୍ ଉଲ୍ ଫିତର ପର୍ବ ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଦ୍ ଉଲ୍ ଫିତରର ଅନେକ ଶୁଭେଚ୍ଛା ଜଣାଇଛନ୍ତି। ନମ୍ବର 18 ବିଜେଡିରୁ ବିଦାୟ ହେଲେ 6 ବିଧାୟକ। ଆଜି ବିଜୁ ଜନତା
ଜନତା ଦଳ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର 6 ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ 6 ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, କଟକ ବିଧାୟକ ଶୈଭିକ ବିଶ୍ୱାଳ, ବସ୍ତ୍ର ବିଧାୟକ ସୁହାସିନୀ ଜେନା, ତ୍ରିତୁଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଦଳରୁ ବିଦା କରାଯାଇଛି।